ଐশ্বର୍ଯ୍ୟ ମଙ୍ଗଳିତ୍ୟ ପରମ୍ପରାର ମୁକସାକ୍ଷୀ ରହିଛି ଏହି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଯାହାକି ଏହି କାର୍ତ୍ତିକ ପୂର୍ଣ୍ଣିମାରେ ସାଧବ ପୁଅମାନେ ପୂଜା ହୋମ ଯଜ୍ଞ କରି ସେମାନେ ଆମ ଏଠୁ ବିଭିନ୍ନ ପ୍ରକାରର ସାମଗ୍ରୀ ନେଇ ସେମାନେ ଆଜି ଯାତ୍ରା କରୁଛନ୍ତି ଜବ ସୁମାତ୍ରା ସିଂହ ବାଲିଦ୍ୱୀପକୁ। ଆମ ଏଠୁ ଅନ୍ୟ ନେଇ ସେଠୁ ସୁନା ରୂପା ହୀରା ଅଳଙ୍କାର ଆଣି ଆମ ରାଜ୍ୟକୁ ସମୃଦ୍ଧି କରିବେ, ଯାହାକି ପୂର୍ବରୁ ରହିଆସିଥିବା ଐତିହ୍ୟ ପରମ୍ପରାକୁ ଆଜି ପାରାଦୀପ ବନ୍ଦରର ବୋଇତ ବନ୍ଦରରେ ଦେଖିବାକୁ ମିଳିଛି ଏକ ଜୀବନ୍ତ ଚିତ୍ର। ଆମେ ଦେଖାଇବା, ଆମେ ଆପଣମାନେ ଦେଖିପାରୁଥିବା ଚିତ୍ର ମାଧ୍ୟମରେ ଯେଉଁଭଳି ଭାବରେ ସାଧବ ସାଧବାଣୀ ମାନେ ଆଜି ସଜେଇ ହେଉଛନ୍ତି, ସେମାନେ ଯିବେ ଆଜି ଯାତ୍ରା କରିବେ ଏଠୁ ଆମର ସବୁ ମୂଲ୍ୟ ଏବଂ ଦ୍ରବ୍ୟ ନେଇ ସେମାନେ ଯାତ୍ରା କରିବେ ବାହାରକୁ ଯିବେ ବ୍ୟବସାୟ କରିବା ପାଇଁ। ଆମ ସହିତ ରହିଛନ୍ତି ସାଧବ ପୁଅ, ତ କଣ କହିବା ଆଜି ସାଧବ ପୁଅ ଆଜି ଯାଉଛନ୍ତି ଗଣିତ କରିବାକୁ, କଣ ନେଇ ଯାଉଛନ୍ତି, କଣ ଆଉଛି ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆମେ ସାଧବ ପୁଅ ମାନେ ଆମ ବଡ ଭାଇ ମଙ୍ଗଲ ଚାନ୍ଦଙ୍କ ନେତୃତ୍ୱରେ ଆମେ ସୁସଜ୍ଜିତ ପାଲଟଣା ବୋଇତରେ ଆମେ ବାଣିଜ୍ୟ କରିବା ପାଇଁ ଜାଭା, ସୁମାତ୍ରା, ବାଲି, ନବଦ୍ୱୀପ ଏବଂ ସିଂହଳକୁ ସାଥିରେ ନେଉଛୁ ଓଡ଼ିଶାର ଉତ୍କଳର ସୁପ୍ରସିଦ୍ଧ ତାରକସି କାମ ଝୁଣା, ଲାଖ, ଆଦିଦାନ୍ତ, ବାସୁମତୀ ଚାଉଳ, ସୋନପୁରୀ ପାଟ ଏବଂ ବାଣିଜ୍ୟ ସାରି ଆସିଲା ବେଳକୁ ଆଣିକି ଆସିବୁ ହୀରା, ମୋତି, ଅଳଙ୍କାର, ରୂପା ଛାଡ଼ିକି ଯାଉଛୁ ଆମର ଅଲି ଅଲି ସାନ ଭଉଣୀ ଭାଉଜମାନେ ତାର ଦାୟିତ୍ୱ ନେବେ। ଆମର ଏଇ ଏତେ ଦିନର ଜଳଯାତ୍ରା ଅତ୍ୟନ୍ତ ଭୟାନକ, ତଥାପି ମନରେ ଅଜସ୍ର ସାହସ ବାନ୍ଧି ମା ମଙ୍ଗଳାଙ୍କୁ ପୂର୍ବରଣା କରି ଆମେ ଯାତ୍ରା ଆରମ୍ଭ କରୁ। ଶୁଣିପାରୁଥିଲେ ଯେ ରହିଛି ସାଧବ ପୁଅମାନେ ଏବେ ଯିବେ ଗଣିତ କରିବାକୁ, ପାଖରେ ଛାଡ଼ିଛନ୍ତି ଅଲି ଅଲି ଭଉଣୀକୁ, ଯାହାକି ଅଲି ଅଲି ଭଉଣୀ ସହ ପାଇଁ ଏଠି ରହିଛି ସାତ ଭାଉଜଙ୍କ ସହିତ ଚିତ୍ର ଦେଖିପାରୁଥିବେ। ଆମେ କଥା ହେବା ଆଉ ଜଣେ ସାଧବ ପୁଅଙ୍କ ସହିତ, ଏବେ କିଭଳି ଭାବରେ ଆଜିର କଣ ଯାଉଛି ସାଧବ ପୁଅମାନେ ବାଣିଜ୍ୟ କରିବାକୁ ଆମେ କଥା ହେବା। ଯେଉଁଭଳି ଭାବରେ ଦେଖିପାରୁଥିବେ ସାଧବ ପୁଅମାନେ ସଠିକ ହେଉଛନ୍ତି, କଣ କହିବା ଆଜି ଯାଉଛନ୍ତି ଗଣିତ କରିବାକୁ, କଣ ରହିଛି ଲକ୍ଷ୍ୟ, କଣ ଆଣିବେ, କଣ ନେଇ ଯାଉଛନ୍ତି? ଆମେ ଚାଉଳ, ମସଲା, ସବୁ ବାସମତୀ ଚାଉଳ, ମସଲା ଆଉ ଇତ୍ୟାଦି ଜିନିଷ ନେଇକି ଯିବା। ଆଉ ସେପଟରେ ସୁନା ରୂପା ଭଲ ମତ ଜିନିଷ ଆଣିବା ଆଉ ଜିନିଷ ଗୋଟେ ଲୋକ କରିବା। ଯୋଉ ତଳ ପଇଁକି ଛାଡି ଯାଉଛନ୍ତି ସାତ ଭାଉଜଙ୍କ ପାଖରେ, ତଳ ପଇଁକି ଛାଡି ଯାଉଛନ୍ତି, ତ କଣ ରହିଛି? ସାତ ଭଉଣୀକୁ ଛାଡି ଯାଉଛନ୍ତି ଆପଣମାନେ ଗଣିତ କରିବାକୁ। ସାତ ବୋହୂକୁ ଛାଡ଼ିଲା ପରେ ଆମକୁ ଭାରି ଦୁଃଖ ହଉଛି। ଆମେ ଯାଉଛୁ ମୋର କଣ କରିବା, ଆମର ବେପାର କରିବା ପାଇଁ, ଆମ ଓଡ଼ିଶାକୁ ଡେଭଲପ କରିବା ପାଇଁ ଆମକୁ ଯିବାକୁ ପଡିବ ଆଉ କରିବାକୁ ପଡିବ। ତ ଯାହା ଶୁଣିପାରୁଥିଲେ ଯେଉଁଭଳି ଭାବରେ ଓଡ଼ିଶାରେ ଯୋଉ ରହିଛି ଆମର ଏଠିକାର ବାସୁମତୀ ଚାଉଳ, ଲାଖ, ଝୁଣା ଏଇଭଳି ବିଭିନ୍ନ ପ୍ରକାର ସବୁ ସାମଗ୍ରୀ ନେଇ ସେ ଯାଉଛନ୍ତି, ଯାହାକି ଭାର ଆପଣ ଦେଖିପାରୁଥିବେ ଯେଉଁଭଳି ଭାବରେ ଫଳମୂଳଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ସାମଗ୍ରୀ ରହିଛି। ଏଠି ଆମେ କଥା ହେବା ଯେ ଯାଉଛନ୍ତି ବର୍ତ୍ତମାନ ଗଣିତ କରିବାକୁ, ତ ତାଙ୍କ ସହିତ କଥା ହେବା ସେବକ ଜଣେ, ତ କଣ କୁଆଡେ ଯାଉଛନ୍ତି, କଣ ନେଇ ଯାଉଛନ୍ତି? ଆଜି ସାଧବ ପୁଅମାନଙ୍କ ସହିତ ମୁଁ କାଟିକାର ସେବକ ହିସାବରେ ତାଙ୍କ ସାଙ୍ଗରେ ସେବା କରିବା ପାଇଁ ଜାଭା, ସୁମାତ୍ରା, ବାଲି ଦ୍ୱୀପକୁ ଆମେ ଯାଉ। ଏଠୁ ଆମେ ତାରକସି କାମ, ବାସୁମତୀ ଚାଉଳ, ବଙ୍କିମ ପାଟ, ଖଣ୍ଡୁଆ ପାଟ ସବୁ ଶାଢ଼ୀ ଆଉ ଆମର କଳା ଜିନିଷ ସବୁ ନାଳିଆରେ ତିଆରି ସବୁ ଏ ଜିନିଷ ସବୁ ଆମେ ସାଙ୍ଗରେ ନେଇକରି ଯାଉଛୁ। ତାଙ୍କର ସାଧବମାନଙ୍କ ସହିତ ଆମେ ବେପାର କରିବା ପାଇଁ ଯାଉଛୁ, ମୁଁ ତାଙ୍କର ସେବା କରିବା ପାଇଁ ଯାଉଛି। ଆପଣ ଯୋଉ ଦେଖୁଛନ୍ତି କିଛି ଖାଦ୍ୟ ଆମେ ରଖିଛୁ, ଫ୍ରୁଟ୍ସ ରଖିଛୁ, ଦୀର୍ଘ 6 ମାସ ଯାତ୍ରା କଲା ପରେ କାଳେ ତାଙ୍କ ଦେହ ଖରାପ ହବ, ସେଇ ହିସାବରେ ସବୁ ଜିନିଷ ଅଛି। ଆମେ ଯାଉଛୁ ସେଠି ବେପାର କରିବୁ, ଫେରିଲା ବେଳେ ଆମେ ସୁନା ରୂପା ହୀରା ମୋତି ମାନଙ୍କ ସବୁ ଆଣିକି ଆସି ଯାହା
शुणिपे जो भाव में कहते चित्र आम देखो चित्र जहाँकि जो भाव में चित्र सब रही से चित्र आप देखिपे जहाँकि साधारण पुओ मैंने ये बणिज करने जावाई जो प्रस्तुत होती साधवाणी मैंने कि भाव बंदापना करेंगे पूजार्चना कर बंदापना कर विदाय देवे मेलाणी देवे 6 मासर यात्रा रही जहाँकि सात बहुत सहित तहपई को छाड़ी जाऊँच साधव पुओ मैंने तेणु ये आम कथा जो साधवाणी मैंने रही कथा जाऊँ आज साधव मैंने जाऊँ यात्रा करने तेणु से गलापर कौन सब नहीं जाऊँच 6 मासर यात्रा रही केमी मन दुख रही ना कौन रही मैंने बहुत खुशी अच्छे कि जो साधु पुओ मैंने पेपर पर जाऊँगी आम राज्य बहुत उन्नति भी होगी तो आम अपेक्षा कर साधु पुओ मैंने जी जो वाणिज्य आम से बंदापना करूँ से भले भले पेपर सारिकिना आसतु आम सुना रूपा मोती ये सब आणिक आसतु तो पाखरे रोचे अलियाली भौणी तपई जो भाव में साधव पुओ मैंने आज तुम पाखे छाड़ी जाऊँच अलियाली भौणी तपई को तो केमी रखिए हाँ आम भले रखू तपई को सहित जेपर्यंत साधव पुओ मैंने आसी ना भले रखू जहाँ शुणी पारे साधवाणी आज साधव पुओ मैंने जिते जाऊँच बणिज करने तेणु ये साधवाणी मैंने अपेक्षा करेंगे 6 मास दीर्घ 6 मासर यात्रा एठू आम जहाँ रही बासुमती चाउल ठारू विभिन्न जो शस्य सामग्री या सहित जो रही आम वन्यजात द्रव्य लाख झोड़ा आरंभ कर विभिन्न प्रकार द्रव्य को से नहीं जाऊँच सुदूर जावा सुमात्रा बाली इंडोनेशिया ये सब विभिन्न द्वीप को नहीं जाऊँच व्यवसाय करने व्यवसाय कर सोना रूपा मोती माणिक अलंकार आनी ये आम ओडिशा को समृद्ध करेंगे आम राज्य को समृद्ध करेंगे जहाँकि रही उत्कलीय नौवाणिज्य परंपरार मुखसाक्षी यही बहुत बंधना उत्सव आज जो पवित्र कार्तिक पूर्णमी अवसर में पारादीप बंदर तरफ आयोजित होती बहुत बंधन उत्सव जो आज उद्घाटन करेंगे आज ये जोगदेवे अतिथि भाव में माननीय मुख्यमंत्री मोहन चरण माझी जहाँकि पारादीप बंदर तरफ आयोजित बहुत बंधन उत्सव निश्चित भाव में अतीतर जो स्मृति की आज उज्जीवित कर पारादीप विवेक प्रसाद त्रिपाठी, टीवी।